नमस्कार जय जगन्नाथ शुभ सकाळ। आज हूँ डिसेम्बर 30 तारीख मंगलवार। आज प्रथम खबर धनुयात्रा देखिबे मुख्यमंत्री। आज विश्व प्रसिद्ध धनुयात्रा देखा बरगढ़ जाउछंती मुख्यमंत्री मोहन माझी। महाराजा कंसक निमंत्रण में धनुयात्रा देखा जिबे एने सूचना देइछंती राजस्व मंत्री सुरेश पुजारी। धनुयात्रा डिसेम्बर 24 2025 उद्घाटन होइतिला। जनवरी 3 तारिख रे शेष हेबार कार्यक्रम रहिछि। एई यात्रा 11 दिन धरि चालिबो। महाराजा कंसक अट्टहास्य रे कंपुछि बरगढ़ दुलुकुछि मंच। बरगढ़ रे बहु दूरରୁ आसी लोकଙ୍କ ଭିଡ଼ ଜମୁଛି। ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ଭରି ଉଠୁଛି। ପରବର୍ତ୍ତୀ ଖବର ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଟ୍ୱିନ୍ ସିଟିରେ ହେବ କଡ଼ାକଡ଼ି ନିୟମ। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଟ୍ୱିନ୍ ସିଟିରେ କଡ଼ାକଡ଼ି ନିୟମ। ଚାଲିବନି ହିରୋଗିରି ନିଶା ଖାଇ ଧରା ପଡ଼ିଲେ ଥାନାରେ କଟିବ ନୂଆ ବର୍ଷ ରାତି। ନିୟମ ଭିତରେ ରହିବେ ବାର୍ ହୋଟେଲ କ୍ଲବ ଓ ଇଭେଣ୍ଟ ଅର୍ଗାନାଇଜର। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ଆଗକୁ ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଇଁ ଟ୍ୱିନ୍ ସିଟିରେ କଡ଼ାକଡ଼ି ନିୟମ କରାଯାଇଛି। ରାସ୍ତାରେ ଯିବା ଆସିବା ବେଳେ ନିୟମ ମାନିବା ବାଧ୍ୟତାମୂଳକ। ମାଳ ମାଳ ପୋଲିସ ରାସ୍ତା ଉପରେ ମାରିବେ ପଇଁତରା ମଦ ପିଇଥିବା ବ୍ୟକ୍ତିବିଶେଷ ସାଙ୍ଗରେ ଡ୍ରାଇଭର ନେଇ ଘରକୁ ଫେରିବେ। ସେପଟେ 31 ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମଧ୍ୟରାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିଶନରେଟ ପୋଲିସ ନିଷେଧ କରିଛି। ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରବର୍ତ୍ତୀ ଖବର 66 ବର୍ଷରେ ନନ୍ଦନକାନନ। 1960 ମସିହା ଡିସେମ୍ବର 29ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ 66 ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର शुभारंभ କରାଯାଇଛି। ଜୈବ ବିବିଧତା ସୁରକ୍ଷା ପର୍ଯ୍ୟଟନ ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି। ଏହି ଅବସରରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଚିଡ଼ିଆଖାନାରେ ଅନେକ ନୂତନ ପ୍ରାଣୀ ଖୁଆଡ଼ ଉଦ୍ଘାଟନ କରିଛନ୍ତି। 25 ବର୍ଷ ପରେ ନନ୍ଦନକାନନରେ ଖୋଲିଲା ଅଧ ଖୁଆଡ଼। ଏହା ସହ ଉତ୍ତର ପୂର୍ବ ପାନୋରମା ସିବେଡ୍ ବିଲେଇ ଏନକ୍ଲୋଜର, କାଚ ସମ୍ମୁଖ କଲରାପତରିଆ ବାଘଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜୀ ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସୁବିଧା, ରାଟେଲ ସ୍ମଳତ ବିୟର ପାଇଁ ଏନକ୍ଲୋଜର ଉଦ୍ଘାଟିତ ହୋଇଛି। ସୋମବାର ନନ୍ଦନକାନନର 66ତମ ପ୍ରତିଷ୍ଠା ଦିବସ। ପରବର୍ତ୍ତୀ ଖବର ଡିସେମ୍ବର 30ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼। ଆଜି ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିବା ସୂଚନା ମିଳିଛି। ବିଶ୍ୱକୁ ରୋଗମୁକ୍ତ ଓ ବିଶ୍ୱର କଲ୍ୟାଣ ପାଇଁ ଚଳିତ ବର୍ଷ ମଧ୍ୟ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦର ମିଳିତ ଆନୁକୂଲ୍ୟରେ ତ୍ରିଦିବସୀୟ ବିଶ୍ୱ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ତଥା କୋଣାର୍କ ଏନ୍ଏସି କାଉନସିଲର ସୌମ୍ୟ ସୌରଭ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ହୋଇଛି। ପରବର୍ତ୍ତୀ ଖବର ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିଜୟ ହଜାରେ ଟ୍ରଫିରେ ଖେଳିବେ ଆଉ ଏକ ମ୍ୟାଚ୍। ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଲା ଖୁସି ଖବର। ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଆଉ ଗୋଟିଏ ମ୍ୟାଚ୍ ଖେଳିବେ। ବିରାଟ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ପାଇଁ ପୂର୍ବରୁ 2ଟି ମ୍ୟାଚ୍ ଖେଳିଥିଲେ। ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ମାରି 208 ରନ୍ କରିଥିଲେ। ପ୍ରଥମ ମ୍ୟାଚରେ 131 ଏବଂ ଦ୍ୱିତୀୟ ମ୍ୟାଚରେ 77 ରନ୍ କରିଛନ୍ତି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ଡିଡିସିଏ ସଭାପତି ରୋହନ ଜେଟଲୀ ସୋମବାର କହିଛନ୍ତି କୋହଲି ଜାନୁଆରୀ 6ରେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପାଇଁ ଖେଳିବେ। ପରବର୍ତ୍ତୀ ଖବର ଆସାମରୁ ଅମିତ ଶାହଙ୍କ ବଡ଼ ଘୋଷଣା, ପୁଣି ଥରେ ଦେଲେ ଚେତାବନୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ଅନୁପ୍ରବେଶକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇ କହିଛନ୍ତି ଏବେ ସେ ଏବଂ ତାଙ୍କ ଦଳ ସମଗ୍ର ଦେଶରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି। ଏହି ଅନୁପ୍ରବେଶକାରୀଙ୍କୁ ଖୁବ୍ ଶୀଘ୍ର ନିପାତ କରାଯିବ। ଅମିତ ଶାହ ଆସାମର ବଟଦ୍ରବ ପ୍ରକଳ୍ପରେ ଜବରଦଖଲ ବିରୋଧୀ ଅଭିଯାନକୁ ସମର୍ଥନ କରିଥିଲେ ଏବଂ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ ମୁକ୍ତ ହାତ ଦେଇଥିଲେ। ପରବର୍ତ୍ତୀ ଖବର ନୂଆ ବର୍ଷ ପାଇଁ ବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜାରୀ। ନୂଆ ବର୍ଷ ପାଇଁ ଶ୍ରୀ ବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି। ନୂତନ ବର୍ଷ ଦିନ ମଥୁରାର ଠାକୁର ଶ୍ରୀ ବାଙ୍କେ ବିହାରୀ ମନ୍ଦିରକୁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେତୁ ମନ୍ଦିର ପ୍ରଶାସନ ସମସ୍ତ ପରିଦର୍ଶକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ପଶ୍ଚିମ ନବବର୍ଷ ଅବସରରେ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ଦର୍ଶନାର୍ଥୀଙ୍କ ବୃଦ୍ଧି ପାଉଥିବା ଭିଡର ଚାପକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ପରିଦର୍ଶକ ମାନଙ୍କୁ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ବୃନ୍ଦାବନ ପରିଦର୍ଶନରୁ ନିବୃତ୍ତ ରହିବା ପାଇଁ ସଦୟତାର ସହ ଅନୁରୋଧ କରିଛି। ପରବର୍ତ୍ତୀ ଖବର ଦିଲ୍ଲୀ ପ୍ୟାରେଡରେ ଚାଲିବ ଓଡ଼ିଶା ପ୍ରଜ୍ଞାପନ ମେଢ। ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। 17 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। ଓଡ଼ିଶାର କଳା
କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ ମିଳିଛି। ଏନେଇ ମଞ୍ଜୁରୀ ଦେଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ। ଜାନୁଆରୀ 19 ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ 13 ଜଣଙ୍କ ମୃତ୍ୟୁ ହୋଇଛି। 98 ଯାତ୍ରୀ ଆହତ ଅଛନ୍ତି। ମେକ୍ସିକୋର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଜାଣ୍ଡା ସହର ନିକଟରେ ଲାଇନଚ୍ୟୁତ ହୋଇପଡ଼ିଥିଲା ଏକ ଯାତ୍ରୀବାହୀ ଟ୍ରେନ୍। ଟ୍ରେନରେ 9 ଜଣ କ୍ରୁ ସଦସ୍ୟ ଏବଂ 241 ଜଣ ଯାତ୍ରୀ ସମେତ ମୋଟ 250 ଜଣ ଥିଲେ। ଆହତମାନଙ୍କ ମଧ୍ୟରୁ 36 ଜଣଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। 5 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସହାୟତା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପରବର୍ତ୍ତୀ ଖବର, ଆରାବଳୀ ମାମଲା ଜାନୁଆରୀ 21ରେ ପରବର୍ତ୍ତୀ ଶୁଣାଣି। ଆରାବଳୀ ବିବାଦ ଭିତରେ ସୁପ୍ରିମକୋର୍ଟରୁ ଆସିଛି ବଡ଼ ଖବର। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆରାବଳୀ ପାହାଡ଼ ସମ୍ପର୍କରେ ନଭେମ୍ବର 20 ତାରିଖରେ ଦିଆଯାଇଥିବା ତାଙ୍କ ନିଜ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ନାହିଁ। କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ 21 ତାରିଖ ଧାର୍ଯ୍ୟ କରିଛନ୍ତି। ଆଉ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବିଚାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଖବର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ସବୁ ବିପଦର ମୁକାବିଲା କରିବା ପାଇଁ ନୌସେନା ପ୍ରସ୍ତୁତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଉପକୂଳରେ ନୌସେନାର ବୁଡ଼ାଜାହାଜ ଆଇଏନ୍ଏସ୍ ବାଗଶୀରେ ସମୁଦ୍ର ଯାତ୍ରା କରିଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ। ରବିବାର ଦିନ କର୍ଣ୍ଣାଟକର କରୱାରର ନୌସେନା ବନ୍ଦରରୁ ସେହି ବୁଡ଼ାଜାହାଜରେ ବସି ନିଜର ସମୁଦ୍ର ଭ୍ରମଣ ଆରମ୍ଭ କରିଥିଲେ। ପରବର୍ତ୍ତୀ ଖବର, ଭୁବନେଶ୍ୱର ଟିପିସିଓଡିଏଲ୍ ଘେରିଲା କଂଗ୍ରେସ। ଭୁବନେଶ୍ୱର ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ। ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍। ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଟିପିସିଓଡିଏଲ୍ ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିବା ବେଳେ ଗେଟ୍ରେ ତାଲା ପକାଇଛନ୍ତି କର୍ତ୍ତୃପକ୍ଷ। ଫଳରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପରବର୍ତ୍ତୀ ଖବର, ବୁଥ ସ୍ତରୀୟ ବୈଠକ ସ୍ଥଗିତ। ଦିଲ୍ଲୀ ଫେରିଗଲେ ସିଇସି। ଦିଲ୍ଲୀ ଫେରିଗଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। 3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ସିଇସି। ଜରୁରୀକାଳୀନ ପରିସ୍ଥିତି ପାଇଁ ଦ୍ୱିତୀୟ ଦିନରେ ଦିଲ୍ଲୀ ଫେରି ଯାଇଛନ୍ତି। ଫଳରେ ହେବାକୁ ଥିବା ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ଅନେକ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଏହି ଗସ୍ତ ସମୟରେ ସିଇସି ଶ୍ରୀମନ୍ଦିର, ସୂର୍ଯ୍ୟ ମନ୍ଦିର, ଐତିହ୍ୟ ଗ୍ରାମ ରଘୁରାଜପୁର, ଧଉଳି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି। ପରବର୍ତ୍ତୀ ଖବର, ଘୋଷଣା ହେଲା କମିଟି ବାହାରିଲା ଅସନ୍ତୋଷ, ଇସ୍ତଫା ଦେଲେ ଛାତ୍ର ନେତା। ବିଜୁ ଯୁବ ଆଉ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଗଠନ ହେବା ପରେ ଏବେ ଏହାକୁ ନେଇ ଦେଖାଦେଇଛି ବିବାଦ। ଘୋଷଣା କରାଯାଇଥିବା ରାଜ୍ୟସ୍ତରୀୟ କମିଟିକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ଉପସଭାପତି ସ୍ମୃତି ରଞ୍ଜନ ପଣ୍ଡା। ମିଳିଥିବା ସୂଚନା ଅନୁସାରେ ଘୋଷଣା ହୋଇଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳରେ କଟକରୁ କିଛି ପିଲାଙ୍କର ନାମ ରହିଥିଲା। ହେଲେ ଏମିତି କିଛି ପିଲାଙ୍କୁ ବାଦ୍ ଦିଆଯାଇଛି ଯେଉଁମାନେ କି ଦୀର୍ଘ ସମୟ ହେଲା ଦଳ ପାଇଁ କାମ କରି ଆସୁଛନ୍ତି। ତେଣୁ ଏହାକୁ ନେଇ ଅସନ୍ତୋଷ ଜାହିର କରିବା ସହ ଦଳର ସୁପ୍ରିମୋଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଶୀତଲହରୀ ଉତ୍ତରପ୍ରଦେଶରେ ଜାନୁଆରୀ 1 ଯାଏଁ ସ୍କୁଲ ବନ୍ଦ। ଉତ୍ତରପ୍ରଦେଶରେ ବଢୁଥିବା ଥଣ୍ଡା ଏବଂ ପ୍ରବଳ ଶୀତକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ଜାନୁଆରୀ 1 ଯାଏଁ ବନ୍ଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖୋଲା ସ୍ଥାନରେ ଶୋଇବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ଆବଶ୍ୟକ କରନ୍ତି ତେବେ ସେମାନଙ୍କୁ ରାତ୍ରି ଆଶ୍ରୟସ୍ଥଳୀରେ ମଧ୍ୟ ସୁବିଧା ଯୋଗାଇ ଦିଆଯିବ। ଗୌତମ ବୁଦ୍ଧ ନଗର ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ସ୍କୁଲ ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଜାନୁଆରୀ 1 ଯାଏଁ ବନ୍ଦ ରହିବ। ପରବର୍ତ୍ତୀ ଖବର, ଜାନୁଆରୀ 5ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏହି ଦିନ ହେବ ପଞ୍ଜୀକରଣ। ଆସନ୍ତା ସୋମବାର ଜାନୁଆରୀ 5 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ 10 ଘଟିକାରୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଡିସେମ୍ବର 31 ତାରିଖ ପୂର୍ବାହ୍ନ 11ଟା ଠାରୁ ଆରମ୍ଭ ହୋଇ ସର୍ବାଧିକ 1000 ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହିତ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ହ୍ୟୁମାନ ସାଗର ମୃତ୍ୟୁ ମାମଲା ଏତଲାରେ ଥିବା ବ୍ୟକ୍ତିଙ୍କର ହେବ ଜେରା।
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ସେଫାଳି ଦେଇଥିବା ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଡିସିପି କହିଛନ୍ତି ଏତଲା ଆଧାରରେ ତଦନ୍ତ କରାଯାଉଛି। ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି। ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ବୋଲି ଡିସିପି କହିଛନ୍ତି। ମରକତନଗର ଥାନାରେ ସେଫାଳି 9 ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପରବର୍ତ୍ତୀ ଖବର ଏସ୍ଆଇ ପରୀକ୍ଷା ସ୍କାମ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ। ଏସ୍ଆଇ ପରୀକ୍ଷା ସ୍କାମରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। 16 ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ ହୋଇଛି। ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ 16 ଜଣଙ୍କ ନାମରେ ଚାର୍ଜସିଟ୍। 16 ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। 7 ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ଚାଲିଛି। ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ଦର୍ଶାଇଛି ସିବିଆଇ। ପରବର୍ତ୍ତୀ ଖବର ବିଜେଡିକୁ ବଦ୍ରିଙ୍କ କଡା ଟାର୍ଗେଟ। ପୁଣି ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ନାନ ନେଇ ପାଣ୍ଡିଆନ ଆଣ୍ଡ କୋ କୁ ଟାର୍ଗେଟ କରିଛନ୍ତି। କାହିଁକି ବିଜେଡି ହାରିଲା ତାହା କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ଟାର୍ଗେଟ କରିଥିବା ବେଳେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିଜେଡି ହାରିବାର କାରଣ ନବୀନ ପ୍ରଚାରକୁ ଗଲେ ନାହିଁ। ଏହି କାରଣ ପାଇଁ ଆମ ଦଳ ହାରିଲା। ଲୋକେ ନବୀନଙ୍କୁ ଖୋଜିଲେ ତାଙ୍କୁ ପାଇଲେ ନାହିଁ। ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ। ଏଇଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବଦ୍ରି ପାତ୍ର। ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ ଲୋକେ ଅସନ୍ତୁଷ୍ଟ ହେଲେ। ନବୀନ ନାହାନ୍ତି ତ ଭୋଟ ନାହିଁ ବୋଲି ଲୋକେ ଦଳକୁ ଜଣାଇ ଦେଲେ। ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ ପରାଜୟ ପାଇଁ ସେମାନେ ଦାୟୀ। ପରବର୍ତ୍ତୀ ଖବର ସରକାରୀ ବାବୁଙ୍କୁ କଡା ତାଗିଦ। ସମସ୍ତ ସରକାରୀ କର୍ମଚାରୀ ଗ୍ରୁପ ଏ ରୁ ଡି ପର୍ଯ୍ୟନ୍ତ ନିଜର ସମ୍ପତ୍ତି ତାଲିକା ଜାନୁଆରୀ 31 ସୁଦ୍ଧା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କୁ ଚିଠି ଲେଖି ଅବଗତ କରାଇଛି ବିଭାଗ। ଚାକିରି କ୍ଷେତ୍ରରେ ପ୍ରମୋଶନ ପାଇଁ ନିର୍ଦ୍ଦିଷ୍ଟ ସମୟରେ ସମ୍ପତ୍ତି ତାଲିକା ପ୍ରଦାନ କରିବା ବାଧ୍ୟତାମୂଳକ ରହିବ। ପରବର୍ତ୍ତୀ ଖବର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଇନକୁ ହାତକୁ ନେବା ପାଇଁ ସରକାରଙ୍କ ଅପିଲ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆକ୍ରମଣ ପରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶରେ ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ ହେଉଥିବା ଭିଡିଓ ଭାଇରାଲ ହେଉଛି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ କରାଯାଉଛି। ବେଆଇନ ପ୍ରବେଶ ଭୁଲ, କିନ୍ତୁ ଆଇନକୁ ହାତକୁ ନ ନେବା ପାଇଁ ରାଜ୍ୟ ସରକାର ଅପିଲ କରିଛନ୍ତି। ପରବର୍ତ୍ତୀ ଖବର ଅଶାନ୍ତ ବାଂଲାଦେଶ ବିପଦରେ ହିନ୍ଦୁ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଛାତ୍ର ନେତା ଉସ୍ମାନ ଶରୀଫ ହାଦିଙ୍କ ମୃତ୍ୟୁ ପରଠାରୁ ଦେଶ ଅଶାନ୍ତ ହୋଇପଡିଛି। ଏହି ସମୟରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ହତ୍ୟା କରାଯାଇଥିଲା। ତାପରେ ଅମୃତ ମଣ୍ଡଳଙ୍କ ମାମଲା ଆସିଥିଲା। ଏହାପରେ ଆଉ ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଆଉ ଏକ ହିନ୍ଦୁ ପରିବାର ଘରକୁ ଲଗାଇ ଦିଆଯାଇଛି। ବାଂଲାଦେଶର ଫିରୋଜପୁର ଡୁମରିଟୋଲା ଗାଁରେ ଥିବା ସାହା ପରିବାର ଘରର ଅନେକ କୋଠରୀରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇଥିବା କୁହାଯାଉଛି। ପରବର୍ତ୍ତୀ ଖବର ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ରୁଷର ସମର୍ଥନ। ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି ପିଏଲଏ ଜଷ୍ଟିସ ମିଶନ 2025 ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବା ବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି। ଚୀନର ଶକ୍ତି ପ୍ରଦର୍ଶନ ମଧ୍ୟରେ ରୁଷ ଖୋଲା ସମର୍ଥନ କରିଛି। ତାଇୱାନ ଚୀନର ଅବିଚ୍ଛେଦ ଅଂଶ ଏବଂ ରୁଷ କୌଣସି ଦ୍ୱୀପର ସ୍ୱତନ୍ତ୍ରତାର କଡ଼ା ବିରୋଧ କରିଥାଏ ବୋଲି ରୁଷ କହିଛନ୍ତି। ପରବର୍ତ୍ତୀ ଖବର ହ୍ରାସ ପାଇଲା ପକ୍ଷୀ ସଂଖ୍ୟା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି। କିନ୍ତୁ ବିଚଳିତ କରିବା ପରି ଖବର ହେଉଛି ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି, ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜକୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଯଦି ଗତ 2024 ବର୍ଷ ତୁଳନାରେ 2025କୁ ଦେଖିବା ତାହେଲେ ଚଳିତ ସିଜନରେ ଚିଲିକାକୁ ପ୍ରାୟ 10,000 କମ୍ ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଏହା ସହ ପକ୍ଷୀଙ୍କ ସଂଖ୍ୟା କମିଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ଖବର ଓମାନ ଅଭିମୁଖେ ଆଇଏନ୍ଏସ୍-ଏଭି କୌଣ୍ଡନ୍ୟ ଯାତ୍ରା ଶୁଭାରମ୍ଭ କଲେ ରାଜନାଥ ସିଂ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାର ଅନନ୍ୟ ପୋତ ଆଇଏନ୍ଏସ୍-ଭି କୌଣ୍ଡନ୍ୟ ସୋମବାର ଓମାନ ଅଭିମୁଖେ ବାହାରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁଜରାଟର ପୋରବନ୍ଦରରେ ଏହି ନୌକାଯାନକୁ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର ଭୂତ ଚାଷୀ ସାବଧାନ।
ଭୂତ ଚାଷୀ ହୋଇଯାଆନ୍ତୁ ସାବଧାନ। ଧାନ ପଞ୍ଜୀକରଣ ସମୟରେ ଯେଉଁ ଚାଷୀ ମିଥ୍ୟା ତଥ୍ୟ ଦେଇଥିବେ ସେମାନଙ୍କୁ ନୋଟିସ କରିବ ଯୋଗାଣ ବିଭାଗ। ସାଟେଲାଇଟ ସର୍ଭେରୁ କେଳେଙ୍କାରୀ ଜଣାପଡ଼ିବା ପରେ ବିଭାଗ ଚେଇଁ ଉଠିଛି। ଧାନ ପଞ୍ଜୀକରଣ ସମୟରେ ଜମି ବିବାଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ। ଯୋଗାଣ ସମବାୟ ବିଭାଗ ନୋଟିସ କରିପାରେ। ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ। ଅଣ ଚାଷ ଜମିକୁ ଚାଷ ଜମି ଦର୍ଶାଇଛନ୍ତି ଚାଷୀ। ଏବେ ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମଧ୍ୟ ଅନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ମିଳିସାରିଛି ଅନୁମୋଦନ। ଗତ ଖରିଫ ଋତୁରେ 17,50,000 ଚାଷୀ 58 ଲକ୍ଷ ଏକର ଜମି ପାଇଁ ପଞ୍ଜୀକରଣ କରିଛନ୍ତି। ଏ ବର୍ଷ 19,68,000 ଚାଷୀ 61,67,000 ଏକର ଜମି ପାଇଁ ପଞ୍ଜୀକରଣ କରିଛନ୍ତି।